ଆଜିଠାରୁ ଖଣ୍ଡଗିରି କୁମ୍ଭ ମେଳା ଯାତ୍ରା ମହାସମର। ଜୟ ଜଗନ୍ନାଥ, ନମସ୍କାର। ମୁଁ ସନ୍ତୋଷ କୁମାର ଟିକିଏ କଥା ୟୁଟ୍ୟୁବ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ କରୁଅଛି। 2024-25 ବର୍ଷର ବିସ୍ଫୋରଣ ପାଢ଼ୀ ବ୍ରଦର ପ୍ରେଜେଣ୍ଟସ୍ ଯାତ୍ରା ସିଂହବାହିନୀ। ଆଜି 2024 ମସିହା ଫେବୃଆରୀ ମାସ 18 ତାରିଖ ରବିବାର। ସୂର୍ଯ୍ୟଦେବଙ୍କ କୃପାରୁ ଆଜିର ଦିନଟି ଆମ ସମସ୍ତଙ୍କ ପାଇଁ ମଙ୍ଗଳମୟ ହେଉ। ଏବେ ଆସନ୍ତୁ ଯିବା ନାଟକୀୟ କାର୍ଯ୍ୟକ୍ରମକୁ। ଆଜି କାହାର କେଉଁ ନାଟକ କେଉଁଠି? ଅତ୍ୟାଧୁନିକ ପ୍ରଣାଳୀରେ କୁକୁଡ଼ା ଫାର୍ମ କରିବାକୁ ଚାହୁଁଛନ୍ତି କିମ୍ବା ଆଗରୁ ଆପଣଙ୍କର ଫାର୍ମ ଅଛି ଅପଡେଟ୍ କରିବାକୁ ଚାହୁଁଛନ୍ତି, ଭିଟେକ୍ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଆପଣମାନଙ୍କୁ ହେଲ୍ପ କରିବ। ଆଜିର ଟାଇମ୍ରେ ବହୁ କମ୍ ପରିଶ୍ରମ କରି ଆପଣ କିଭଳି ଭଲ କୁକୁଡ଼ା ଚାଷ କରିପାରିବେ ତାହାର ସଠିକ୍ ବାଟ ଆପଣମାନଙ୍କୁ ଭିଟେକ୍ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍ ଦେଖାଇବ। ସ୍କ୍ରାପର ଓ କନଭେୟର ବେଲ୍ଟସ୍ ଏଠାରେ ମଧ୍ୟ ଉପଲବ୍ଧ। ଅଧିକ ବିବରଣୀ ପାଇଁ ଯୋଗାଯୋଗ କରନ୍ତୁ ଭିଟେକ୍ ଆଗ୍ରୋ ଇଣ୍ଡଷ୍ଟ୍ରିଜ୍। ଯାତ୍ରା ଶ୍ରୀ ବିଶ୍ୱ ଦରବାର ତୃତୀୟ ଅଭିନୟ ରଜନୀ, କୁଦାନଗରୀ, କେନ୍ଦ୍ରାପଡ଼ା। ଆଜିର ନାଟକ ବଡ଼ ଆସାମର ଶରଧା ବାଲି। ରଚନା ଅଜୟ ସହ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଓಂ ଶ୍ରୀ ବାଘାଯତୀନ ଲୋକନାଟ୍ୟ। ଦ୍ୱିତୀୟ ଅଭିନୟ ରଜନୀ, କେନ୍ଦ୍ରାପଡ଼ା, ମହାକାଳପଡ଼ା, ବାଲିସାହି। ଆଜିର ନାଟକ ଏଇ ମନ ଝୁରୁଛି ତୋତେ। ରଚନା ଡକ୍ଟର ସୁଧାଂଶୁ ନାୟକ, ନିର୍ଦ୍ଦେଶନା ରଞ୍ଜନ ବିଶ୍ୱାଳ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। କଳିଙ୍ଗ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ଖଣ୍ଡଗିରି ଗୁମ୍ଫା ମେଳା, ଭୁବନେଶ୍ୱର। ଆଜିର ନାଟକ କାନ୍ଦେନାରେ ବାୟା ମନ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ଗୁରୁ ମିଶ୍ର, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଯାତ୍ରା ଇନ୍ଦ୍ରଭୁବନ ପ୍ରଥମ ଅଭିନୟ ରଜନୀ, ରଘୁନାଥପୁର, ତାରପୁର, ଜଗତସିଂହପୁର। ଆଜିର ନାଟକ ଭାଇ ଭଉଣୀର ନୂଆ କାହାଣୀ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ବିକାଶ ଶୋକଳା। ଯାତ୍ରା ଶ୍ରୀ ମା ବାଣେଶ୍ୱରୀ ପ୍ରଥମ ଅଭିନୟ ରଜନୀ, ସାରଳା ରୋଡ, ତେନ୍ତୁଳିପଦା, ଜଗତସିଂହପୁର। ଆଜିର ନାଟକ ଜିତିବୁ ଯଦି ତୁ ଏକଲା ଚାଲ। ରଚନା ଅଜୟ ସହ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଶିବାନୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ, ମହିଧରପଡ଼ା, କଟକ। ଆଜିର ନାଟକ ଅଲି ଅଳି ରାଜଜେମା। ରଚନା ଅରୁଣ ନାୟକ, ନିର୍ଦ୍ଦେଶନା ମହେଶ ହାଜରା, ସଙ୍ଗୀତ ବିକାଶ ଶୋକଳା। ଅପେରା ଅଶୋକ ସମ୍ରାଟ ଦ୍ୱିତୀୟ ଅଭିନୟ ରଜନୀ, ବନ୍ଧକଟା, ପାଟକୁରା, କେନ୍ଦ୍ରାପଡ଼ା। ଆଜିର ନାଟକ ସବୁ ଲୁହ ସରିଗଲା ପରେ। ରଚନା ଗୁଲେଖ ମହାରଣା, ନିର୍ଦ୍ଦେଶନା ସୀତାକାନ୍ତ ମହାନ୍ତି, ସଙ୍ଗୀତ ମିହିର ମହାନ୍ତି। ଅପେରା ସୂର୍ଯ୍ୟ ମନ୍ଦିର ତୃତୀୟ ଅଭିନୟ ରଜନୀ, ନିଆଳ, ଆଳି, କେନ୍ଦ୍ରାପଡ଼ା। ଆଜିର ନାଟକ ତୁ ରଜା ଝିଅ ମୁଁ ରିକ୍ସାବାଲା। ରଚନା ଅରୁଣ ବାରିକ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱର୍ଣ୍ଣମହଲ ପ୍ରଥମ ଅଭିନୟ ରଜନୀ, ମର୍ଚିପୁର, ବାଲିକୁଦା, ଜଗତସିଂହପୁର। ଆଜିର ନାଟକ ଏ ଆଖି କାନ୍ଦୁଛି ତୋରି ପାଇଁ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ମିହିର ମହାନ୍ତି। ତୁଳସୀ ଗଣନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଛେନାପଦୀ, ଆନନ୍ଦପୁର, କେନ୍ଦୁଝର। ଆଜିର ନାଟକ ତୋଷାତେ ବନ୍ଧା ମୋ ଜୀବନ ଡୋରି। ରଚନା ଅଜୟ ସହ, ନିର୍ଦ୍ଦେଶନା ତାପସ ସ୍ୱାଇଁ, ସଙ୍ଗୀତ ବିକାଶ ଶୋକଳା। ମା ଶକ୍ତିମୟୀ ଲୋକନାଟ୍ୟ ଦ୍ୱିତୀୟ ଅଭିନୟ ରଜନୀ, ଚନ୍ଦ୍ରପୁର, ବାରିକପୁର, ଭଦ୍ରକ। ଆଜିର ନାଟକ ମୁଁ ଖାଣ୍ଟି ଉଡ଼ିଆଣୀ ବୋହୂ। ରଚନା ସନ୍ତୋଷ ନାରାୟଣ, ନିର୍ଦ୍ଦେଶନା ଶାରଦା ରଣା, ସଙ୍ଗୀତ ଲିପୁ ସାର। ଯାତ୍ରା ଦୁର୍ଗା ମନ୍ଦିର ପ୍ରଥମ ଅଭିନୟ ରଜନୀ, ଖଣ୍ଡଗିରି ମେଳା, ଭୁବନେଶ୍ୱର। ଆଜିର ନାଟକ କାନ୍ଦେନା ଲୁହ ସରିଯିବ। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିକ୍ରମ ନାୟକ, ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ଗୌରୀ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ, ଖଣ୍ଡଗିରି ଗୁମ୍ଫା ମେଳା, ଭୁବନେଶ୍ୱର। ଆଜିର ନାଟକ ରାନୀ ପଣ୍ଡାକୁ ଖଣ୍ଡଗିରି ମନା। ରଚନା ଡକ୍ଟର ଦୀପକ ଜେନା, ନିର୍ଦ୍ଦେଶନା ବିନୋଦ ରାଉତ, ସଙ୍ଗୀତ ଟିଟନ ସା। ଯାତ୍ରା ରଙ୍ଗମହଲ ଦ୍ୱିତୀୟ ଅଭିନୟ ରଜନୀ, ଟଣେଇପଦା, ରାଜକନିକା, କେନ୍ଦ୍ରାପଡ଼ା। ଆଜିର ନାଟକ ମୁଁ ଗୋଟେ ଝିଅର ବାପ। ରଚନା ନିର୍ଦ୍ଦେଶନା ହରବାରିକ, ସଙ୍ଗୀତ ମିହିର ମହାନ୍ତି। ଯାତ୍ରା ସ୍ୱପ୍ନମହଲ ତୃତୀୟ ଅଭିନୟ ରଜନୀ, କାଙ୍କଡ଼ିଆ, ଉସ୍ତପୁର, କେନ୍ଦ୍ରାପଡ଼ା। ଆଜିର ନାଟକ କେମିତି ହେଲା ଏମିତି ପ୍ରେମ। ରଚନା ଡକ୍ଟର ନିହାର ମହାନ୍ତି, ନିର୍ଦ୍ଦେଶନା ପ୍ରଶାନ୍ତ ନାୟକ, ସଙ୍ଗୀତ ବିକାଶ ଶୋକଳା।
ଯାତ୍ରା ରାଜନନ୍ଦିନୀ ପ୍ରଥମ ଅଭିନୟ ରଜନୀ ରୁହିଆ ନୂଆଗାଁ ଜଗତସିଂହପୁର। ଆଜିର ନାଟକ ଏମିତି ବନ୍ଧନ କେମିତି ହେଲା ରଚନା ଜୀବନ ଜେନା ନିର୍ଦ୍ଦେଶନା ବିଜୟ ଦାସ ସଙ୍ଗୀତ ପ୍ରେମାନନ୍ଦ। କୋଣାର୍କ ଗଣନାଟ୍ୟ ପ୍ରଥମ ଅଭିନୟ ରଜନୀ ଖଣ୍ଡଗିରି ଗୁମ୍ଫା ମେଳା ଭୁବନେଶ୍ୱର। ଆଜିର ନାଟକ ସେଇ ଗୋଟିଏ ଭୁଲ ପାଇଁ ରଚନା ଡକ୍ଟର ଦୀପକ ଜେନା ନିର୍ଦ୍ଦେଶନା ଗୁରୁ ମିଶ୍ର ସଙ୍ଗୀତ ଅମୃତାଂଶୁ ପଟ୍ଟନାୟକ। ତାରିଣୀ ଗଣନାଟ୍ୟ ଚତୁର୍ଥ ଅଭିନୟ ରଜନୀ ବାହାରିପୁର ଛେନାପଦୀ କେନ୍ଦୁଝର। ଆଜିର ନାଟକ କାଳୀ କନିଆର କଳା ସିନ୍ଦୁର ରଚନା ଶତରୂପା ମିଶ୍ର ନିର୍ଦ୍ଦେଶନା ମୁକ୍ତିକାନ୍ତ ନାୟକ ସଙ୍ଗୀତ ମିହିର ମହାନ୍ତି। ଅପେରା ସାଇ ସମ୍ରାଟ ପ୍ରଥମ ଅଭିନୟ ରଜନୀ ଖଣ୍ଡଗିରି କୁମ୍ଭମେଳା ଭୁବନେଶ୍ୱର। ଆଜିର ନାଟକ ଦେବଦାସୀ ହେବି ତୋରି ପାଇଁ ରଚନା ଓ ନିର୍ଦ୍ଦେଶନା ୟୁନିକ୍ ପ୍ରଦୀପ ବେହେରା ସଙ୍ଗୀତ ଏକନ ସାର। ଯାତ୍ରା ଧଉଳି ଗଣନାଟ୍ୟ ତୃତୀୟ ଅଭିନୟ ରଜନୀ ବାଳକାଟି ତରତରା କେନ୍ଦୁଝର। ଆଜିର ନାଟକ କଳଙ୍କ ମୋ ପାଇଁ ଚନ୍ଦନ ଟୋପା ରଚନା ଅଜୟ ନିର୍ଦ୍ଦେଶନା ତାପସ ସ୍ୱାଇଁ ସଙ୍ଗୀତ ମିହିର ମହାନ୍ତି। ରାଜଧାନୀ ଅପେରା ଦ୍ୱିତୀୟ ଅଭିନୟ ରଜନୀ ଓଗୋଳ ବାଲିକୁଦା ଜଗତସିଂହପୁର। ଆଜିର ନାଟକ ମାରୁ ମହାଭାରତ ରଚନା ଓ ନିର୍ଦ୍ଦେଶନା ଡକ୍ଟର କୈଳାସ ମଲ୍ଲିକ ସଙ୍ଗୀତ ଏକନ ସାର। ଆପଣମାନେ ଜାଣିଲେ ଆଜି କେଉଁ ସ୍ଥାନରେ କେଉଁ ଯାତ୍ରାନୁଷ୍ଠାନ କେଉଁ ନାଟକ ମଞ୍ଚସ୍ଥ କରିବ। ମନେ ରଖନ୍ତୁ ଯାତ୍ରାପ୍ରେମୀ ଦର୍ଶକ ବନ୍ଧୁ ସ୍ଥଳ ବିଶେଷରେ ବିଶେଷ କାରଣ ପାଇଁ ନାଟକର ନାମ ପରିବର୍ତ୍ତନ ହୋଇପାରେ ଯାତ୍ରା ପରିବେଷଣ ମଧ୍ୟ ବାତିଲ ହୋଇପାରେ। ଟିକେ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ ଟିକେ କଥା ଚ୍ୟାନେଲରେ ଯାତ୍ରା ସମ୍ପର୍କିତ ସମସ୍ତ ଖବର ଜାଣିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ ଆଉ ପାଖରେ ଥିବା ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ଯଦି ଫେସବୁକରେ ଆପଣ ଆମର କାର୍ଯ୍ୟକ୍ରମ ଦେଖୁଛନ୍ତି ତାହେଲେ ପେଜକୁ ଫଲୋ କରନ୍ତୁ ଲାଇକ୍ କରନ୍ତୁ ଆଉ ସେୟାର କରନ୍ତୁ। ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଖଣ୍ଡଗିରି ଗୁମ୍ଫା ମେଳା ଯାତ୍ରା ମହାସମର। ଆଜି ମଇଦାନରେ 5 ଗୋଟି ଯାତ୍ରା ଅନୁଷ୍ଠାନ। ଟିକେ କଥା ଚ୍ୟାନେଲ ଆପଣମାନଙ୍କର ଚ୍ୟାନେଲ ଆମର କାର୍ଯ୍ୟକ୍ରମ ଦେଖି ସାରିଲା ପରେ ମତାମତ ଦେବା ପାଇଁ ଜମାରୁ ଭୁଲିବେ ନାହିଁ। ଆପଣମାନଙ୍କର ମତାମତ ଆମ ପାଇଁ ବହୁ ମୂଲ୍ୟବାନ। ଆମେ ଆପଣମାନଙ୍କର ମତାମତକୁ ସମୀକ୍ଷା କରି ଆଉ ପରାମର୍ଶକୁ ଗ୍ରହଣ କରି ଆମ କାର୍ଯ୍ୟକ୍ରମ ରୂପରେଖ ବଦଳାଇବା ପାଇଁ ଚେଷ୍ଟା କରିବୁ। ଏ ହେଲା ଆଜି ସକାଳର କିଛି ଯାତ୍ରା ସମ୍ପର୍କିତ ଖବର ଯାତ୍ରାପ୍ରେମୀ ଦର୍ଶକମାନଙ୍କ ପାଇଁ। ପୁଣି କିଛି ନୂଆ କଥା ନୂଆ ଖବର ନେଇ ମୁଁ ଆସିବି ଆଉ ଏକ ସ୍ୱତନ୍ତ୍ର ଏପିସୋଡରେ। ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍ତେ। ଭଲରେ ରହିବା ସମସ୍ତେ। ଜୟ ଜଗନ୍ନାଥ।